ଦେଖନ୍ତୁ ଆଜି ରବୀନ୍ଦ୍ର ମଣ୍ଡପରେ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଯେଉଁ ଏମ୍ପ୍ଲୟି ଆସୋସିଏସନ୍ ଅଛନ୍ତି ସେ ତାଙ୍କର କାର୍ଯ୍ୟକ୍ରମ ହେଇଥିଲା। ଏଠି ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ମାନ୍ୟବର ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଉପସ୍ଥିତ ଏବଂ ଏମପି ଏମଏଲଏ ମାନେ ବି ଉପସ୍ଥିତ ଥିଲେ। ଆଜି ମୋର ବିଭାଗ ତରଫରୁ ଓଡ଼ିଶାରେ ଯେଉଁ ଦାଦନ ସମସ୍ୟା ଅଛି ମୋର ବିଭାଗ ତରଫରୁ ଦାଦନ ମୁକ୍ତ କରିବା ପାଇଁ ଆମର ବିଭାଗ ଆଜି ସଂକଳ୍ପ ନେଇଛି। ସେଇଥିପାଇଁ ବିଭିନ୍ନ ଏଜେନ୍ସିକୁ ଆମେ କାମ କରିବା ପାଇଁ ନିର୍ଦ୍ଦେଶ ଦେଲୁଣି ଏବଂ ବିଭିନ୍ନ ଯେଉଁ ଅନୁଷ୍ଠାନ ଅଛି ତାଙ୍କର ଉପାଦେୟ ପରାମର୍ଶ ନେଇ ଆଗାମୀ ସମୟରେ ଦାଦନ ମୁକ୍ତ କରିବା ପାଇଁ ଆମେ ପ୍ରୟାସ କରୁଛୁ। ଆମେ ଏ ଶାସନ କାଳରେ ଆମେ ଦାଦନ ମୁକ୍ତ କରିପାରିବୁ ଏ ପ୍ରକାର ବିଶ୍ୱାସ ରଖିଛୁ। ଆଜି ତାହା ମୋର ଲୋକଙ୍କ ସମ୍ମୁଖରେ ମୁଁ କହିଛି ଯେ 5 ବର୍ଷରେ ଆମେ ପ୍ରୟାସ କରୁଛୁ ଦାଦନ ମୁକ୍ତ କରିବା ପାଇଁ। ଅନେକ ବିଷୟ ଅଛି ଅନେକ ବିଷୟ ଅଛି ଗୋଟେ ମୁଁ ଆପଣ ଦଉଛି ଏଥିପାଇଁ ଗୋଟେ ରିସର୍ଚ୍ଚ ଟିମ୍ ଆମେ ପଠେଇଛୁ। ଆମ 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 ଷ୍ଟେଟରେ ଏବଂ ତାର ଭିତରେ ବର୍ତ୍ତମାନ 30ଟି ବ୍ଲକ ଆମେ 300 ଦିନ କର୍ମ ନିଯୁକ୍ତି ଦେବା ପାଇଁ ଆମ ବିଭାଗ ବ୍ୟବସ୍ଥା କରିଛି। ଯଦି 300 ଦିନ 365 ଦିନ ବର୍ଷକର 300 ଦିନ ଯଦି କର୍ମ ନିଯୁକ୍ତି ପାଇପାରିଲେ ତାହେଲେ ନିଶ୍ଚିତ ଭାବରେ ତାଙ୍କର ଆଗ୍ରହ ରହିବ ସେମାନେ ଏଠି ରହି କାମ କରିବେ। ଏ ଦ୍ୱିତୀୟ ଆମେ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ତାର ଭିତରେ ଯେଉଁ ରିସର୍ଚ୍ଚ ଟିମ୍ ଆସି କହିବ ଯେ ଏମାନଙ୍କର ଭିତରେ ଆମେ ଯାହା ବର୍ତ୍ତମାନ ସୁଦ୍ଧା ଜାଣିଛୁ ସେମାନେ ନୂଆ ଖାଇ ପାଇ ଯାଆନ୍ତି। ସେମାନେ ଯେଉଁ କାମ କରନ୍ତି ସେ କାମର ବ୍ୟବସ୍ଥା ଏଠି ନାହିଁ। ଯେଉଁ MGNRG କାମ ହୁଏ ସେଥିରେ ଠିକ୍ ସମୟରେ ପଇସା ପଇଠ ହୁଏ ନାହିଁ। ଅନେକ ବିଷୟ ଅଛି। ଆଚ୍ଛା ଆଉ ପ୍ରତ୍ୟେକ ବିଷୟକୁ ଆମେ ଆଧାର କରି ଆଗାମୀ ଦିନରେ ଦାଦନ ମୁକ୍ତ କରିବା ପାଇଁ ସଂକଳ୍ପ ରଖିଛୁ। ନା ଯୋଉ ବ୍ଲକ ଯିବ କୋଉ ଆଧାରରେ କାମ ଦିଆଯିବ ଆପଣ କହିଲେ କାମଟା କୋଉ ଆଧାରରେ ଦିଆଯିବ ଆଉ କି କାମ ଦିଆଯିବ? ମୋର ବିଭାଗ ଆଜି ନେଇଛି ଯେଉଁ MGNRG କାମ ହେବ ଜବ୍ କାର୍ଡରେ ଆମେ ଜବ୍ କାର୍ଡରେ ଯେଉଁ କମ୍ପୋନେଣ୍ଟ ଆଗ ମାଟି ବୋହୁଥିଲେ ଏବେ ଆମେ JCB ମାଧ୍ୟମରେ ମାଟି ଖୋଳିବୁ ଏବଂ ଲୋକମାନେ ତାଙ୍କ ରୋଜଗାର ପାଇଁ ସେମାନେ ମାଟି ବୋହିବେ। ଏ ପ୍ରକାର ଆମର ବିଭାଗ ଆମର ଆଲୋଚନା ହେଇଛି ଏବଂ ଆଗାମୀ ଦିନରେ ଏ ପ୍ରକାର କାର୍ଯ୍ୟାନ୍ୱୟନ କରିବୁ।